ଅପାସରା କାହାଣୀ। ଲାଙ୍ଗୁଡ଼ ଖଣ୍ଡି ଗଧ। କିଛି ଗୋଟାଏ ଅଘଟଣ ଘଟି ଗଧର ଲାଙ୍ଗୁଡ଼ଟି ଛିଣ୍ଡି ଯାଇଥିଲା। କଥାଟି ତା ପାଇଁ ଥିଲା ଖୁବ୍ ପୀଡ଼ାଦାୟକ। ଦିନ ଦିନ ଧରି ଛିଡ଼ି ଯାଇଥିବା ଲାଙ୍ଗୁଡ଼ଟିକୁ ସେ ସବୁଆଡ଼େ ଖୋଜାଖୋଜି କରୁଥିଲା। ତାର ଧାରଣା ସେଇଟା ମିଳିଗଲେ ସେ ପୁଣି ତା ଦେହରେ ଯୋଖି ଦେଇ ପାରିବ। ଦିନେ ସେ ଗୋଟାଏ ସରସିଆ ଘାସ ପଡ଼ିଆରେ ବୁଲୁଥିଲା। ହଠାତ୍ ତାର ନଜର ପଡ଼ିଲା ପଡ଼ିଆ ସେ ପାଖରେ ବଗିଚାଟିଏ। ହଠାତ୍ ତାର ମନେ ହେଲା ତାର ହଜିଯାଇଥିବା ଲାଙ୍ଗୁଡ଼ଟି ବୋଧହୁଏ ସେଇ ବଗିଚାରେ ମିଳିଯିବ। ସେ ଏକମୁହାଁ ହୋଇ ବଗିଚା ଆଡ଼େ ଚାଲିଲା। ବଗିଚାର ଫାଟକ ଠିଆ ମେଲା। ଛେଳିଟାଏ ସେଠାରେ ନସର ପସର ହେଉଥାଏ, କିନ୍ତୁ ବଗିଚା ଭିତରକୁ ଯାଉ ନଥାଏ। ଗଧ ସେଠି ପହଞ୍ଚିବା ଦେଖି ଛେଳି ପଚାରିଲା, କି ହୋ, ଏକମୁହାଁ ହୋଇ କୁଆଡ଼େ ଧପାଲିଛ? ଗଧ ସବୁ କଥା ଛେଳିକୁ କହିଲା। ଛେଳି କହିଲା, ବୋକାମି କର ନାହିଁ। ଲାଞ୍ଜ ତ ଯାଇଛି, ବଗିଚାକୁ ଆଉ ଗଲେ ଆହୁରି ପୀଡ଼ା ପାଇବ। ସେଇଥିପାଇଁ ତ ମୁଁ ଭିତରକୁ ଯିବାକୁ ଡରୁଛି। ଗଧ ଛେଳି କଥା ଶୁଣିଲା ନାହିଁ। ତରତର ହୋଇ ବଗିଚା ଭିତରକୁ ପଶିଗଲା। ଛେଳି ଢିମା ଢିମା ଆଖିରେ କିଛି ସମୟ ତା ଯିବା ବାଟକୁ ଚାହିଁ ସେଠାରୁ କୁଦା ମାରି ପଳାଇଗଲା। ବଗିଚା ଭିତରେ ମାଳି ବିଚରା ଅବାଗିଆ ହୋଇ ବଢ଼ିଥିବା ଗଛଗୁଡ଼ିକରୁ ଏକ ଲୟରେ ଡାଳପଲା ଟୁଙ୍କୁଥାଏ। ଏଣେ ଗଧ ଲାଙ୍ଗୁଡ଼ ଖୋଜୁ ଖୋଜୁ ବଗିଚାରେ ଶୋଭା ପାଉଥିବା ଗଛ ବୃକ୍ଷକୁ ଦଳି ମକଚି ଛାରଖାର କରି ପକାଇଲାଣି। ବେଶ କିଛି ସମୟ ପରେ ମାଳି ଏକଥା ଜାଣିଲା। ତା ଶ୍ରମରେ ଶୋଭିତ ବଗିଚାଟିକୁ ଗଧ ସତ୍ୟାନାଶ କରି ସାରିଲାଣି ଦେଖି ତା ରାଗ ପଞ୍ଚମକୁ ଉଠିଲା। ସେ ରାଗ ତମ ତମ ହୋଇ ଧାଇଁ ଆସି ଧରିଥିବା ଛୁରାରେ ଗଧର ଦୁଇ କାନକୁ କଚ୍ କଚ୍ କରି କାଟି ପକାଇଲା। ମୂଲିଆ ଠେଙ୍ଗାରେ ବଗୋଛ ପାହାର ଦେଇ ଗଧକୁ ବଗିଚାରୁ ନିକାଲି ଦେଲା।